ଆଜି ପିଲାମାନେ ଆମେ ଜଙ୍ଗଲରେ କୋଉ ପଶୁ ରହୁଛନ୍ତି କହିବା। ତାହେଲେ ଜଙ୍ଗଲରେ କିଏ ରୁହନ୍ତି ଜଙ୍ଗଲରେ? କୋଉ ପଶୁ ରହୁଛନ୍ତି? କୋଉଠି ରହୁଛନ୍ତି? କିଏ ରହୁଛନ୍ତି ଜଙ୍ଗଲରେ? କିଏ କହିପାରିବ? କୋଉ ପଶୁ ରହୁଛନ୍ତି? କୋଉ ପଶୁ ତା ନାଁ କଣ ସବୁ? ବାଘ କୋଉଠି ରହୁଛନ୍ତି? ଘରେ? ଆଉ କୋଉଠି? ଜଙ୍ଗଲରେ। କୋଉଠି ରହୁଛନ୍ତି? ବାଘ ଜଙ୍ଗଲରେ ରହୁଛନ୍ତି। ଆଉ ହାତୀ ଆମ ଘରେ ରହୁଛନ୍ତି କି? ଆଉ କୋଉଠି ରହୁଛନ୍ତି? ଜଙ୍ଗଲରେ। ଭେରି ଗୁଡ୍। ତମେ ଶୁଣିଲା ପିଲା ସବୁ କହିଛ। ତୁମେ ବି ଶୁଣିଲା ପିଲା ନା? କୁହ ତାହେଲେ ବାଘ, ଭାଲୁ, ହାତୀ, ହରିଣ, ଆଉ କିଏ? ଆଉ କିଏ? ଆଉ କିଏ ରହୁଛି? ଘୋଡ଼ା, ଗଧ, ସବୁ କୋଉଠି ରହୁଛନ୍ତି? ଓଟ, କୋଉଠି ସବୁ ରହୁଛନ୍ତି? ଜଙ୍ଗଲରେ ରହୁଛନ୍ତି ନା? ରହୁଛନ୍ତି ଜଙ୍ଗଲରେ। ଆଉ ସେଟା ସବୁ କିଏ ଆନିମଲ ହେଲେ? ଜଙ୍ଗଲୀ ଆନିମଲ। କି ଆନିମଲ? ଜଙ୍ଗଲୀ ବା ଜଙ୍ଗଲୀ ପଶୁ। କି ପଶୁ? ଜଙ୍ଗଲ ସବୁ ରହୁଛନ୍ତି। ଏମାନେ ସବୁ ହିଂସ୍ର ପଶୁ। ଏମାନଙ୍କୁ ଯଦି ଆମେ ଘର ରଖିବା ଆମକୁ ଖାଇଦେବେ। ତାହେଲେ ଆମେ କଣ କରିବେ? ମାରିକି ଖାଇଦେବେ। ସେଥିପାଇଁ ଆମେ ଗୋଡ଼କୁ କୋଉଠି ରଖିବାନି? ରଖିବାନି ଆମ ଘରେ। କୋଉଠି ରହିବେ ସେମାନେ? ଜଙ୍ଗଲରେ ରହିବେ। କିନ୍ତୁ ଏବେ ଶୁଣୁଥିବ ସବୁ ପଶୁ ହାତୀ ମାଡ଼ିଗଲାଣି ଗାଁକୁ, ଭାଲୁ ପଶିଗଲାଣି। କାହିଁକି ଏମିତି ହଉଛି କି ରେ? ଏବେ ସବୁ ଲୋକମାନେ କଣ କରୁଛନ୍ତି? ଜଙ୍ଗଲ କାଟି ଦଉଛନ୍ତି। କଣ କରୁଛନ୍ତି? ରାସ୍ତା କରିଦଉଛନ୍ତି, ଘର କରିଦଉଛନ୍ତି, ସବୁ କରିଦଉଛନ୍ତି। ଯାହାଫଳରେ କଣ ହଉଛି? ସେମାନେ ରହିବା ପାଇଁ ଆଉ ଜାଗା ଅଛି କି? ତାଙ୍କ ଘର ଅଛି? ଘର ନଥିଲେ ସେ କଣ ହେବେ? ତମ ଘରକୁ ଆସିବେ ନା ନାହିଁ? ଆମ ଘର ଯଦି ଭାଙ୍ଗିଯିବ ମୁଁ କୁଆଡ଼େ ଯିବି? ତମ ଘରକୁ ଯିବି ନା? ମୁଁ ଟିକେ ରଖ ଝିଅ ମତେ ତମ ଘରେ କହିବି ନା? ଆଉ ସେମିତି ତାଙ୍କ ଘର ଯେତେବେଳେ ଭାଙ୍ଗୁଛି ସେ କଣ କରୁଛନ୍ତି? ସେ ସବୁ ପଳେଇ ଆସୁଛନ୍ତି। କୋଉଠିକି? ଆମ ଘରକୁ ସବୁ ପଳେଇ ଆସୁଛନ୍ତି। ଆମ ଗାଁ ଗଣ୍ଡାକୁ ସବୁ ପଳେଇ ଆସୁଛନ୍ତି, ମାଡ଼ି ଆସୁଛନ୍ତି। ତେଣୁକରି ଆମେ କଣ କରିବା ନାହିଁ? ଜଙ୍ଗଲ କାଟିବା ନାହିଁ। କଣ କରିବା ନାହିଁ? କାରଣ ସେଇଟା ତାଙ୍କ ଘର, ସେ ସେଇଠି ରହିବେ। ଠିକ ଅଛି?